କେମିତି? ଆରେ ନାଇଁ ତମେ ହଠାତ୍ ଦେଖିଦେଲି ବହୁତ ଦିନ ପରେ ଇନଷ୍ଟିଟ୍ୟୁଟ୍ ପରେ। କ'ଣ କହିବି ଇନଷ୍ଟିଟ୍ୟୁଟ୍ ଆକ୍ଚୁଆଲି ମୁଁ ତ ଶ୍ରୀକାନ୍ତ ସାର୍ଙ୍କୁ ବହୁତ ଆଗରୁ ଜାଣିଛି। ଶ୍ରୀକାନ୍ତ ସାର୍ ବି ମୋତେ ମାଇଣ୍ଡ ଦେଇଛନ୍ତି ଯେ ଇନଷ୍ଟିଟ୍ୟୁଟ୍ ଜଏନ୍ କର, ଦେନ୍ ଏକ୍ସପିରିଏନ୍ସ ଓକେ ଏକ୍ସପିରିଏନ୍ସ ଥିଲେ ବେଷ୍ଟ। ତ ମୁଁ କ'ଣ କରିଥିଲି ନା ଖାମଖିଆଲ ନେଇଯାଉଥିଲି, ମାଇଣ୍ଡ ଆବସେଣ୍ଟ କରିଦେଉଥିଲି, ଏପଟ ସେପଟ ମାଇଣ୍ଡଟା କରିଦେଉଥିଲି। ତ ଫାଇନାଲି ମାନେ ଗୋଟେ 3 years ପରେ ମୋତେ ଆସିକି ଇନଷ୍ଟିଟ୍ୟୁଟ୍ରେ ଜଏନ୍ ହେବାକୁ ବାଧ୍ୟ ହେଲି, ଯେଉଁଥିପାଇଁ କି ବହୁତ ବଡ଼ କଥା କହିଲେ ହୁଏତ କିଛିଟା ହସ ବାହାରି ପଡ଼ିବେ, ମାନେ ବାହାରି ପାରେ, ଆଉ କିଛିଟା ମାଇଣ୍ଡରେ ଆବସେଣ୍ଟ ହେଇପାରେ। ତ ଆଜି ମୁଁ ଇନଷ୍ଟିଟ୍ୟୁଟ୍ ଜଏନ୍ କରିବା ପାଇଁ ଆସିଛି। ମାନେ 3 ବର୍ଷର ଗ୍ୟାପ୍ ଭିତରେ ଇନଷ୍ଟିଟ୍ୟୁଟ୍ ମାନେ କ'ଣ ହେଲା, କ'ଣ ପ୍ରୋବ୍ଲେମ୍ ହେଲା ଯେ ଆପଣ ଲାଇଫ୍ରେ ବହୁତ କିଛି ମାନେ ଇଗ୍ନୋର କରିଦେଇଛି। ତ ଏଇଟା ହେଉଛି କ'ଣ ମାନେ ମୋ ପାଇଁ ଗୋଟେ ପନିଶମେଣ୍ଟ ଥିଲା 3 yearsଟା। ତ ଆଜି ଯୁଗ ବାହାରିଛି ଷ୍ଟୁଡେଣ୍ଟ। ଆଉ ଜଏନିଂଟା କ'ଣ ଭୁଲ ବଶତ କରିନଥିଲେ ନା କ'ଣ? ଭୁଲ ବଶତଃ ମାନେ ମୋର କ୍ୟାରିୟର କ'ଣ ମାନେ ଷ୍ଟଡି ତ ଅଲଗା ଲାଇନ୍ ଚାଲିଥିଲା, ଦେନ୍ ମୋ କ୍ୟାରିୟର ଅଲଗା ଲାଇନ୍ ଚାଲିଥିଲା, ତାପରେ ମୁଁ ରିପୋର୍ଟିଂ ବି କରୁଥିଲି, ଏମିତି ହେଇକି ପୁରା ଡିଭାଇଡ୍ ହେଇକି ରହିଥିଲି ମୁଁ। ତ କାଲି ଗୋଟେ ଏମିତି ମୋତେ ଗୋଟେ ଏମିତି ଶକ୍ତ ଝଟକା ଲାଗିଛି, ଯେଉଁଥିପାଇଁ ମୁଁ ଆଜି ଆସିବା ପାଇଁ ବାଧ୍ୟ ହେଇଯାଇଛି। କମ୍ପ୍ୟୁଟରଟା କମ୍ପଲସରି କରିବି, ତାପରେ ଯାଇକି ନେକ୍ସଟ ପ୍ଲାନିଂ ମାନେ କରିବି। ଗଭର୍ଣ୍ଣମେଣ୍ଟ ହବନି ନାଇଁ। ଆଚ୍ଛା ତାହେଲେ ଏମିତି ପ୍ରୋବ୍ଲେମ୍ ହେଇଥିଲା। ଆଉ ଦିଦି ତମେ ବି ଜଏନ୍ ହେଉଛ ନା କ'ଣ? ନାଇଁ ମୋର ଜଏନିଂ କାଲି ସରିଯାଇଛି, ତ ମୁଁ ଆଜି ଆସିଛି, କ୍ଲାସ୍ ଆଜି ଷ୍ଟାର୍ଟିଂ। ତମ କ୍ଲାସ୍ ଚାଲିଛି ଏବେ? ହଁ ହଉ ଠିକ୍ ଅଛି, ମୁଁ କ୍ଲାସ୍ କରିଯାଉଛି। ହଁ ଠିକ୍ ଅଛି। ସାର୍ କୁଆଡ଼େ ଗଲେ? ସାର୍ ଭିତରେ ଥିବେ, ସାର୍ ତ ମୋତେ ଏଇଠି ୱେଟ୍ କରିଦେଇକିନା ଯାଇଛନ୍ତି। ସାର୍ଙ୍କୁ ଟିକେ କହିଦିଅ। ଆଜ୍ଞା ଆସିଲେ ବ୍ୟସ୍ତ ଅଛନ୍ତି କି କ'ଣ? ଆଚ୍ଛା ତମର କେତେ ବର୍ଷ ହେଲାଣି ଏଇଠି କୋର୍ସ କରୁଛ? ମୋର ଏବେ 1 year କମ୍ପ୍ଲିଟ୍ ହେଇଗଲା। ମୋର OSCET ଆଉ PGDCE ଏକ୍ଜାମ୍ ସରିଲା ଏବେ ଗୋଟେ ରିସେଣ୍ଟ 4-5 ଦିନ ତଳେ ସରିଲା। ମୋ ସାର୍ କହିଥିଲେ ତ ଟିକେ ଆସିଲେ ଦେଖିବାକୁ, ପିଲାମାନେ ଏକ୍ଜାମ୍ ଦେଉଛନ୍ତି ତ କ'ଣ କେମିତି ହେଇଛି ଦେଖିବାକୁ ଆସିଥିଲି ଆଉ। ଆଚ୍ଛା ସାର୍ଙ୍କ ସହିତ ଟିକେ ସାର୍ ଆସନ୍ତୁ। ହଁ ଆସି ସାର୍ ନମସ୍କାର। ନମସ୍କାର ନମସ୍କାର। ନମସ୍କାର। ନ୍ୟୁ ଷ୍ଟୁଡେଣ୍ଟ ସାର୍ ଆସିଲେ। ସାର୍ଙ୍କ ପାଇଁ ତ ମୁଁ ବହୁତ ପୁରୁଣା, ବଟ୍ ଷ୍ଟୁଡେଣ୍ଟ ହିସାବରେ ନୂଆ। ଆଜ୍ଞା ଆଗକୁ ଆସ, ବସୁନ ତମେ। ହଁ ସାର୍। ଆକ୍ଚୁଆଲି କହିବାକୁ ଗଲେ ବର୍ଷା ମୋତେ ଫୋନ୍ କରିଥିଲା, ହଁ ତାର କ'ଣ ଗୋଟେ ପ୍ରୋବ୍ଲେମ୍ ହେଲା କେଜାଣି, ମାନେ ଆଗରୁ ବହୁତ ଆଗରୁ ତାକୁ ମୁଁ ସଜେସନ୍ ଦେଇଥିଲି, ଯେଉଁଟାକି କହିବାକୁ ଗଲେ ତ ଚନ୍ଦ୍ରଗିରି ଆମର ଇନଷ୍ଟିଟ୍ୟୁଟ୍ ଥିଲା, ହଁ ତମେ ବି ଜାଣିଥିବ। ହଁ ଚନ୍ଦ୍ରଗିରି ଥିଲା, ଚନ୍ଦ୍ରଗିରିଠୁ ଚାନ୍ଦିପୁରରୁ ପହଞ୍ଚିଲି। ଚାନ୍ଦିପୁରରୁ ଆସିଲା ପରେ ସିଏ ମୋ ସହିତ କନସଲ୍ଟ ଅଛି। ମଝିରେ କ'ଣ କଥା ହେଇକି ତାକୁ କହିଥିଲି ଜଏନିଂ ପାଇଁ, ତାର କ'ଣ ଗୋଟେ ପ୍ରୋବ୍ଲେମ୍ ହେଇଥିଲା, ମେ ବି ଇକ୍ୱାଲ ପ୍ରୋବ୍ଲେମ୍ କି ଘର ପ୍ରୋବ୍ଲେମ୍ କ'ଣ ସିଏ ପେଣ୍ଡିଂ ହେଇଥିଲା। କାଲି ସିଏ କହୁଥିଲା କ'ଣ ଗୋଟେ ତାକୁ ଝଟକା ଲାଗିଛି, ମାନେ ଏନି ହାଉ ମୋତେ କମ୍ପ୍ୟୁଟର କରିବାକୁ ପଡ଼ିବ, ଜଏନିଂ ହେବାକୁ ପଡ଼ିବ ହଁ ବାଧ୍ୟ ବୋଲି ସେ ଆଜି ଦୌଡ଼ିକି ଆସିଛି, ବୁଝିଲେ। ସେ ଅନୁସାରେ ଆଜି ବୋଧେ ଆଡମିସନ୍ କନଫର୍ମ। ଆଉ ଆଜି ତ କନଫର୍ମ। ଆଜି ତ କରିବେ, ଆପଣ ନ କଲେ ବି ଆପଣ ଆଜି ଟାଇମ୍ ନଥିଲେ ବି ଆପଣ ଆପଣ ଯେମିତି ବି କରିବେ। ବାଧ୍ୟତା ହେଇକି ନାଇଁ ଠିକ୍ ଅଛି, ମୁଁ ଆଡମିସନ୍ ଫର୍ମ କରିଛି, ଏବେ ଆଡମିସନ୍ ଫର୍ମକୁ ଫିଲ୍ଅପ୍ କରିବା ଷ୍ଟାର୍ଟ କରିବା ହେଲା। ଠିକ୍ ଅଛି। अभी पार्ट वाइज सेट होता है, ସାର୍। अभी क्लोज बस अभी क्लोज तुम्हें कितना पैसा डॉक्यूमेंट जेरेक्स कर सर ଆଜ୍ଞା अबे ଡିରେକ୍ଟ କରିବି। फोन को ଓକେ। କିନ୍ତୁ ଆଗରୁ ପ୍ରିପାରେସନ୍ ହେଇ ପଳେଇ ଆସିଛନ୍ତି, ମୋତେ ଯାହାହେଲେ ବି ଆଜି କରିବାର ଅଛି। हां मते से भी कहउला ମୁଁ କିଛିଟା ଡକ୍ୟୁମେଣ୍ଟ ବି ମିସ୍ କରିଦେଇଛି, କାରଣ ମୋତେ ଆଜି ହିଁ ଜଏନ୍ କରିବାର ଅଛି, ତ ମୁଁ କିଛିଟା ଡକ୍ୟୁମେଣ୍ଟ ବି ଆଣିନି। नहीं ठीक अछि डॉक्यूमेंट जोडा आइनो मते क्लास रे प्रोसीड करी दे दबो ଆଜ୍ଞା ଟାଇମ୍ ତ ଅଛି ନା। पूरा चल जी टाइम भी अछि बहुत टाइम अछि ସବୁ ପିଲା ବି କମ୍ପ୍ୟୁଟରଟା କରିବା ନିହାତି ଦରକାର। କ'ଣ ପାଇଁ କଲେ ଏବେ ଜବ୍ ପାଇଁ ସବୁବେଳେ କମ୍ପ୍ୟୁଟରଟା ମାଗୁଛି ନା ଫାଷ୍ଟ। ତ କମ୍ପ୍ୟୁଟର ସେଥିଲାଗି ତ नहीं देखो ଫାଷ୍ଟ कंप्यूटर करूछ काई मान देखो प्रथमता कहया बोले जोडा कि प्रति जगह तो कंप्यूटर दरकार। तेबे गोटे छोटी जिनिस कहबी श्रीलंका रे पेपर अभाव हाँ सरकार पाठ पढ़ना केमती पढ़ुଛନ୍ତି पेपर नाही पेन नाही पढ़ियो कि पाठ डिजिटल କିମ୍ବା ତା ଅର୍ଥ
ସେମାନେ ହୁଏତ ମେସେଜ ଲେଖିକି ନେଉଛନ୍ତି କମ୍ପ୍ଲିଟଲି କହିବାକୁ ଗଲେ କମ୍ପ୍ୟୁଟର ହିଁ କାମ। ହଁ ଏବେ ଦେଖ ଆଜିର ଡେଟ୍ରେ କହିବାକୁ ଗଲେ କିଏ ତମର ନମ୍ବରଟି କହିଲା ମେସେଜ ବକ୍ସ ଲେଖିଦେଇକି ସେଣ୍ଡ କରିଦେଉଛନ୍ତି ଆପଣ ମେଲ୍ ହଉଛି ନହେଲେ ମେସେଜ ହଉଛି କ'ଣ ବି WhatsApp ଏବେ ଦେଖ ହଉଛି। କହିବାକୁ ଗଲେ ଆଜିର ଡେଟ୍ରେ କ୍ଲାସରେ ସାର୍ କ୍ଲାସ୍ ନେଉଥିବେ ପିଲାମାନେ ତାକୁ ରେକର୍ଡ କରିକି ଘରେ send କରିଦେଉଛନ୍ତି। ମାନେ ନିଜ ପାଠକୁ ଯୋଉଟାକି ତମର ନୋଟ୍ ଥିବ ତାକୁ ସ୍କାନ୍ କରିଦେଇକି PDF ରେ ରଖିଦେଲେ। ଦେଖ ଆଜିର ଡେଟ୍ରେ ମଧ୍ୟ ପାଠ ପଢ଼ାଇଲା ବେଳେ ମୁଁ ତମକୁ PDF ସେଣ୍ଡ କରିଦେଇ କହୁଛନ୍ତି ଆଉ ସେ ପଟା ଖଡି କି ବ୍ଲାକ୍ ବୋର୍ଡ ର ଜरूरत ନାହିଁ ସବୁ ଡିଜିଟାଲ ଅନଲାइन କ୍ଲାସ ସେଇ କ୍ଷେତ୍ରରେ ଆଜିର ଡେଟ୍ରେ ଆଗକୁ ଦିନ ଏମିତି ଆସିବ ଯୋଉଟାକି ତମେ ଯେତେ ଏକ୍ଜାମ ଦେବ ସବୁ ଅନଲାଇନ୍ ଏକ୍ଜାମ ଦେବ। ଯଦି ତମେ ମାଉସ୍ ଧରି ନଥିବ ହଁ ରିସେଣ୍ଟଲି କହିବାକୁ ଗଲେ ଦେଖ ଆମର ଏଇ ଗୋଟେ ଷ୍ଟୁଡେଣ୍ଟ ବସିଥିଲେ ହଁ ଏବେ ଭିତରୁ ଗଲେ ସେ ହଁ ତାଙ୍କର ମାନେ ବିଲକୁଲ ବି ଧରିନାହାନ୍ତି ମାଉସ୍ ଫାଉସ୍ ଇଏ ସିଏ ତାଙ୍କୁ ଆଜି ମାଉସ୍ ତାଙ୍କୁ ଟିକେ ଡର ଲାଗିଛି। ଯଦି ସେ ପିଲା ଯଦି ଅନଲାଇନ୍ ଏକ୍ଜାମକୁ ଯିବ ସେ ମାଉସ୍ ଧରି ଆଟେଣ୍ଡ କରିବ କେମିତି? ହଁ 100ଟା କୋଶ୍ଚିନ୍ ଦେଇଦିଅ 100ଟା କୋଶ୍ଚିନ୍ କଲେ 2 ଘଣ୍ଟା ଲାଗିବ ସେ ଘଣ୍ଟାରେ ଆଟେଣ୍ଡ କରିବାକୁ କହିଥିବ ହଁ କିଛି ଦରକାର ନା ନାହିଁ। ହଁ ସେଥିପାଇଁ ପ୍ରତି କ୍ଷେତ୍ରରେ କମ୍ପ୍ୟୁଟର ନିହାତି ଦରକାର। ହଁ ସେଇ ହିସାବରେ ଆଜି କନଫର୍ମ ଜଏନିଂ ବର୍ଷା ତ ଆପଣ ମାନେ ବି କିଛି ଭାବିବା ଜରୁରୀ ନାହିଁ ପ୍ରଥମେ କମ୍ପ୍ୟୁଟର ନଲେଜକୁ ମାଇଣ୍ଡରେ ନେବା ଦେନ୍ ଆଉ କିଛି ଟ୍ରାଏ କରିବା। ତ ପ୍ରଥମେ ଆମେ ଯେହେତୁ ପ୍ରେସ୍ ଲାଇନରେ ଅଛୁ ଆଉ ରହିଥିବୁ ମଧ୍ୟ ତ ପ୍ରେସ୍ ଲାଇନରେ ରହିବା ଏତିକି ଜରୁରୀ ଯେ କି ସାଧାରଣ ଜନତା ମାନଙ୍କର ଲୋକ ପଚାର ହେଇପାରିବ। ଆଉ ନଲେଜଟା କମ୍ପ୍ୟୁଟର ନଲେଜଟା ପାଇବା ଏତିକି ଜରୁରୀ ଯେ ଆମେ ପ୍ରତ୍ୟେକ କ୍ଷେତ୍ରରେ ଟାଇପିଂ ସ୍ପିଡ୍ ହେବ ଆମେ ଭଲସେ ଲେଖିପାରିବା ଭଲସେ ମାଇଣ୍ଡସେଟ୍ କରିପାରିବା ଏବଂ ବିଭିନ୍ନ ଜବ୍ ବି ପାଇପାରିବା। ଆଉ ତା ସହିତ ଦେଖ ତମେ ଯୋଉ କମ୍ପ୍ୟୁଟର ଶିଖିବ ଦେଖ ଆଜି ତ କହିବାକୁ ଗଲେ ମୋ ପାଖରେ ତମେ ଅଛ ମୋ ପାଖରେ ପହଞ୍ଚିଗଲ ଆଉ ମୋଠୁ ସୁବିଧା ପାଇକି ଯିବ କିନ୍ତୁ ବହୁତ ପିଲା ଅଛନ୍ତି ଯୋଉଟା କି ଠକର ବି ପଡୁଛନ୍ତି। ହଁ ଦେଖ ଏତିକି ଆସିଲେ ତମେ କ'ଣ ଶ୍ରୀକାନ୍ତ ସାର୍ ଭଲ ଇନଷ୍ଟିଟ୍ୟୁଟ୍ ଭଲ ଜଏନିଂ କରିବା ସାର୍ଟିଫିକେଟ୍ ଧରିକି ଯିବ ହଁ କିନ୍ତୁ ଭଲଟା ତମେ ଜାଣିବ କେମିତି ଖାଲି କଥାରେ କହିବାକୁ ଗଲେ ଯେହେତୁ ତମେ କାମରେ ସକ୍ସେସ୍ ହେଲ ତା ବଦଳରେ ଗୋଟେ ସାର୍ଟିଫିକେଟ୍ ପାଇବ। ସାର୍ଟିଫିକେଟ୍ଟା ନିହାତି ହେଇଥିବା ଦରକାର ଗୋଟେ ରେକଗ୍ନାଇଜ୍ ଇନଷ୍ଟିଟ୍ୟୁଟ୍ର। ଦେଖ କହିବାକୁ ଗଲେ ଆମେ ଏଠି କଥା ହେଇଛେ 3ଟା କୋର୍ସକୁ ଆମେ କଭର କରିବା ଗୋଟେ କୋର୍ସ କଭର କରିବା OSCIT ଆଉ ଗୋଟେ NSQF ର ଗୋଟେ ଅଛି NAILIT ର ଯୋଉଟାକି କୋର୍ସ କହିବାକୁ ଗଲେ ସାର୍ଟିଫାଇଡ୍ କମ୍ପ୍ୟୁଟର ଆପ୍ଲିକେସନ୍ ଆକାଉଣ୍ଟିଂ ଆଣ୍ଡ ପବ୍ଲିସିଂ ଆସିଷ୍ଟାଣ୍ଟ ସିଏ ଗୋଟେ ଆମର କୋର୍ସେସ୍ ତା ସହିତ ଦରକାର କି ଅଦରକାର ଆମେ ଜାଣିନୁ ଏପର୍ଯ୍ୟନ୍ତ ଆଗରୁ ଯୋଉ କୋର୍ସ ଦେଇକି ଆସୁଥିଲେ PGDCA ସେଇଟା ବି ଦଉଛୁ 3ଟା ଯାକ କୋର୍ସକୁ ଆମେ କଭର କରିବା ଆଉ 3ଟା ଯାକ କୋର୍ସର ସାର୍ଟିଫିକେଟ୍ସ ଯୋଉଟାକି ରେକଗ୍ନାଇଜ୍ ଇନଷ୍ଟିଟ୍ୟୁଟ୍ର ହେଲା ଆମେ ପ୍ରୋସିଡ୍ କରିବା ଏଥର ତମେ କାମ କରିବ ଏଠୁ ଉଠିକି ଯିବ ହେଲା ଯାଇକି ହଉ ସାର୍ ମୁଁ ଆସୁଛି କହିକି ସେ କ୍ୟାମେରାଟା ତମେ ଅଫ୍ କରିବ। ତମ ଜଏନିଂ ହୁଅ କଂଗ୍ରାଚୁଲେସନ୍ ଆଉ ସମସ୍ତେ BGDCA OSCIT जो जल्दी ମାନେ କ୍ଲାସ୍ କମ୍ପ୍ଲିଟ୍ କରିଦିଅ ଏକ୍ଜାମ୍ ଦେଇଦିଅ। ଆସିଛି ସାର୍